ମାର୍ଗଶିର କୃଷ୍ଣପକ୍ଷ ନବମୀ ତିଥିରେ ଘରେ ଘରେ ପାଳିତ ହୋଇଯାଇଛି କାଞ୍ଜିଅଳା ଓଷା। ଏହି ଓଷା ଅବସରରେ ଚକୁଳି ପିଠା, କାଞ୍ଜି ଏବଂ ପିତା ଶୁଖୁଆ ପୂଜା କରାଯାଇଥିଲା। ପିଲାମାନଙ୍କ ସୁରକ୍ଷା ପାଇଁ ଷଠୀ ଦେବୀଙ୍କ ଉଦ୍ଦେଶ୍ୟରେ ଏହି ପୂଜା କରାଯାଇଥିଲା। 7ଟି ପିତା ଶୁଖୁଆକୁ ହଳଦିଆ କପଡ଼ାର ପାଟ ପିନ୍ଧାଇ ଦିଆଯିବା ସହିତ ସିନ୍ଦୁର ଓ କଳା ଲଗାଇ ପୂଜା କରି କାଞ୍ଜି ଭୋଗ ଲାଗି ହୋଇଥିଲା। ଭାତ ଓ କାଞ୍ଜି ସହିତ 6 ପ୍ରକାରର ତରକାରୀ ଓ 6 ପ୍ରକାରର ପିଠା ବାଢ଼ି ପୂଜା କରାଯାଇଥିଲା। ପୂଜା ଅବସରରେ ପଢ଼ାଯାଇଥିଲା କାଞ୍ଜିଅଳା ଓଷା ବହି। ଶେଷରେ ମହିଳାମାନେ ବନ୍ଦାପନା କରି ପୂଜା ଶେଷ କରି ଶୁଖୁଆ ବୋହୂକୁ ପ୍ରଣାମ କରିଥିଲେ। ଓଡ଼ିଆ ଘରର ପରମ୍ପରା ଅନୁସାରେ କାଞ୍ଜିଅଳା ଓଷା ଦିନ ଶାଶୁ ବୋହୂକୁ ପ୍ରଣାମ କରେ। ଘରେ କାଞ୍ଜି ପ୍ରସ୍ତୁତ କରାଯାଇ ସେଥିରେ ଅଁଳା ପକାଯାଏ। ତେଣୁ ଏହାକୁ କାଞ୍ଜିଅଳା ନବମୀ କୁହାଯାଏ। ଯେଉଁ ଅବିବାହିତ ପୁଅମାନଙ୍କୁ କନ୍ୟା ମିଳୁନାହାନ୍ତି ସେମାନଙ୍କ ଘରେ ଏହି ଓଷା କରାଯାଇଥାଏ। ସାଧାରଣତଃ ସନ୍ଧ୍ୟା ଗଡ଼ିବା ପରେ ଏହି ଓଷା ପାଳନ କରାଯାଏ। ଘର ଅଗଣାରେ ଗୋଲାକାର ଖାଲଟିଏ ଖୋଳି ସେଥିରେ ପାଣି ଭର୍ତ୍ତି କରି ଛୋଟ ମାଛ ଛଡ଼ାଯାଇଥାଏ। ଏହି ଖାଲକୁ ଓଷା ପୋଖରୀ କୁହାଯାଏ। ପୋଖରୀ ଚାରିପଟେ ଧାନ, ସାରୁ ଗଛ ଓ ଅପମା ରଙ୍ଗ ଆଦି ଲଗାଯାଏ। ପିତ୍ତଳ ଥାଳିରେ 7ଟି ପିତା ଶୁଖୁଆ ରଖି ପୂଜା କରାଯିବା ସହ କାଞ୍ଜି, ଭାତର ପ୍ରସାଦ 6ଟି ପରିବାରକୁ ପ୍ରଦାନ କରାଯାଏ। ପୁରୀରୁ ଧଡୁ ପଟ୍ଟନାୟକଙ୍କ ରିପୋର୍ଟ, ସୂଚନା ଟିଭି।